বনদুর্গা মন্দির গলা বলে বা টেনটা জিনিস দেখবি বলি এটা তো মোর দিন বেলিয়া সপন দিবি না ভাবি থে রে বুয়া। তো হ্যালো ফ্রেন্ডস, জে মা সম্বলে জুহার। স্বাগত করছে মোর ছোটিয়া মিনি ব্লগকে। তো মুই রেডি সেডি ହେଇକରି ବାହାରି যাইସି। তো গলা বেলে লোক বাগ মানে কেতেଟେ আনা জানা ହଉଥିସନ୍। ଇଟା ହଉଛି ସେ ହଳଦୀ ବାହାର ରାସ୍ତା ଆଉ ହଳଦୀ ବାହାଲ ପାର ହେଲା ପରେ ଗୋଟେ ଜୋରଟେ ପଡସି। ଇଟା ହଉଛି ସେ ଜୋରକେ ପହଞ୍ଚିଲା ପରେ ମୁଇଁ ଚେକ୍ କରସି ଯେ ଇନର ପାନ୍ ଥଣ୍ଡା ଅଛି କି ନାଇଁ ବୋଲିକି। ବାକି ବହୁତ ଥଣ୍ଡା ଥିସି ରେ ବୁଆ। ତାରପରେ ସେନୁ ବାହାରିକିରି ପଳେଇ ଆସି ଆମର ବଡ଼ମା ଘାଟି ତଳ ମନ୍ଦିର ନିକେ। ତ ମୁଇଁ ଫାଇନାଲି ପହଞ୍ଚିଗଲି ମା ବନ୍ଦୁରା ମନ୍ଦିର ନିକେ। ଦେଖିପାରୁଥିବାଟା ସେ ମନ୍ଦିରରେ ଆଉ ଏଇଟା ଆମର ବଡ଼ମାର ଘାଟି ତଲେ ମନ୍ଦିରଟା ଅଛି। ମନ୍ଦିରକେ ପହଞ୍ଚି କରି ମୁଇଁ ମୋର ଗୋଡ଼ ହାତ ଟିକେ ଧୋଇ ଦେସି। ଧୋଇ ଧୁଆ ସାରିଲା ପରେ ମୁଇଁ ଯାଇକରି ମାଆକେ ଟିକେ ଦର୍ଶନ କରିଦେସି। ତାରପରେ ମୁଇଁ ମନ୍ଦିର ଭିତରକେ ଯାଇକରି ଦୀପ ଦୁଇଟା ଘିନିକରି ପଳେଇ ଆସି। ଦୀପ ଆନିକରି ମନ୍ଦିରର ବାହାରେ ମୁଇଁ ପହଲା ଜାଲି ଦେସି। ଜାଲି ଜୁଲା ସାରିଲା ପରେ ମୁଇଁ ମୋର ଦୁଃଖ କଷ୍ଟ ଯାହା ବି ଥିସି ମାଆକେ ସବୁ ଜଣେଇ ଦେସି। ଏଇଟା ହଉଛନ୍ ଆମର ଘାଟି ତଳର ମା ବନ୍ଦୁର୍ଗା ଆଉ ତାକର ସାଙ୍ଗେ ଅଛନ୍ ବିଘ୍ନହର୍ତ୍ତା ଗଣେଶ। ତାରପରେ ମୁଇଁ ସେନୁ ବାହାରିକିରି ପଳେଇ ଆସି। ଆଇଲା ବେଲେ ବାଟେ ଦେଖସି ଛୁଆମାନେ ଖେଲୁଥିସନ୍ ହକି। ଆପଣମାନେ ତ ଜାଣିଥିବେ ଆମର ଜାତୀୟ ଖେଳ ହେଉଛି ହକି। ଆଉ ଏଇ ଛୁଆମାନଙ୍କର ହକି ଖେଳ ଦେଖିକିରି ମୋତେ ବହୁତ ଖୁସି ଲାଗ୍ସି। ତ ଛୁଆମାନେ ଅନଲାଇନ୍ ଗେମ୍ ଛାଡ଼ିକରି ଏନ୍ତା ଖେଳ ଖେଳ ଯେନ୍ଟାକି ତମର ମା ବାପର ନାଁ ସାଙ୍ଗେ ତମର ନାଁ ଗୌରବ ହେବା।